ୱେଲକମ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍ ଓଡି ଏଜୁଜୋନ୍କୁ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଓଡ଼ିଆର କ୍ଲାସ୍ 3। ଆଗରୁ ଦୁଇଟି କ୍ଲାସ୍ ଯାଇସାରିଛି। ଆଜି ଓଡ଼ିଆର କ୍ଲାସ୍ 3। ଆଜି ଆପଣଙ୍କ ପାଇଁ ଟପ୍ 15 କ୍ୱେଶ୍ଚନ୍ ନେଇକି ଆସିଛି, ଯାହାକି ଏକ୍ଜାମ୍ରେ ଆଗରୁ ପଡ଼ିଛି ଏବଂ ଆଗକୁ ମଧ୍ୟ ପଡ଼ିବାର ଅଛି। ଚାଲନ୍ତୁ ଦେଖିବା ଆଜିର ପ୍ରଥମ ପ୍ରଶ୍ନ। ପ୍ରଥମ ପ୍ରଶ୍ନ, ତତ୍ସମ ତଦ୍ଭବ ଶବ୍ଦରେ ଥିବା ତତ୍ ରେ ବ୍ୟବହୃତ। ତତ୍ସମ ତଦ୍ଭବ ଶବ୍ଦରେ ଥିବା ତତ୍ କେଉଁ ଅର୍ଥରେ ବ୍ୟବହୃତ? ଏହି କ୍ୱେଶ୍ଚନଟି ଆମେ କ୍ଲାସ୍ 2ରେ ଡିସ୍କସନ୍ କରିଥିଲୁ। ତେବେ ତତ୍ ଅର୍ଥଟା ସଂସ୍କୃତ ପାଇଁ ବ୍ୟବହୃତ ହୁଏ। ତତ୍ସମ ତଦ୍ଭବ ଶବ୍ଦରେ ଥିବା ତତ୍ ସଂସ୍କୃତ ଅର୍ଥରେ ବ୍ୟବହୃତ ହୋଇଥାଏ। କ୍ୱେଶ୍ଚନ୍ ନମ୍ବର 2, ଓଡ଼ିଆ ଭାଷାର ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ? ଓଡ଼ିଆ ଭାଷାର ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ? ଅପସନ୍ ଏ ତତ୍ସମ ଶବ୍ଦ, ଅପସନ୍ ବି ତଦ୍ଭବ, ଅପସନ୍ ସି ଦେଶଜ, ଅପସନ୍ ଡି ବୈଦେଶିକ। ଏହାର ସଠିକ୍ ଉତ୍ତର ହେଉଛି ଦେଶଜ। ଓଡ଼ିଆ ଭାଷାର ପ୍ରକୃତ ମୌଳିକତା ଦେଶଜ ଶବ୍ଦରେ ଥାଏ। କ୍ୱେଶ୍ଚନ୍ ନମ୍ବର 3, ନିମ୍ନଲିଖିତ ବୈଦେଶିକ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ପାର୍ସୀ ଭାଷାରୁ ଆସି ଆମ ଭାଷାରେ ଚଳୁଛି? ନିମ୍ନଲିଖିତ ବୈଦେଶିକ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ପାର୍ସୀ ଭାଷାରୁ ଆସି ଆମ ଭାଷାରେ ଚଳୁଛି? ଅପସନ୍ ଏ କାମିଜ, ଅପସନ୍ ବି ଓଇନା, ଅପସନ୍ ସି ଗାଲିଚା, ଅପସନ୍ ଡି ଟାଉନ୍। ତେବେ ଏହାର ସଠିକ୍ ଉତ୍ତର ହେଉଛି କାମିଜ। କାମିଜ ହେଉଛି ଏହାର ସଠିକ୍ ଉତ୍ତର। କ୍ୱେଶ୍ଚନ୍ ନମ୍ବର 4, ସେ ଭାତ ଖାଇବ। ରେଖାଙ୍କିତ ପଦଟି କେଉଁ କାଳର? ଖାଇବ ସେ କେଉଁ କାଳର ଅଛି? ବର୍ତ୍ତମାନ କାଳ, ଅତୀତ କାଳ, ଭବିଷ୍ୟତ କାଳ ବା କେଉଁଟି ନୁହେଁ? ତ ସେ ଭାତ ଖାଇବ ଏହା ଭବିଷ୍ୟତ କାଳରେ ଅଛି। ସେ ଭାତ ଖାଇବ ଭବିଷ୍ୟତ କାଳରେ ଅଛି। କ୍ୱେଶ୍ଚନ୍ ନମ୍ବର 5, ଠିକ୍ ଶବ୍ଦ କେଉଁଠି? ଠିକ୍ ଶବ୍ଦ କେଉଁଠି? ଧନୀ, ଧନିକ, ଧନିକ, ଧନମାନ। ଏଠି ଧନିକ ଦେଇଛି ଧ ଦନ୍ତନ୍ୟ ଦୀର୍ଘଇକ ଧନିକ ଆଉ ଧ ଦନ୍ତନ୍ୟ ହର୍ଷଇକ ଧନିକ। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଧ ଦନ୍ତନ୍ୟ ହର୍ଷଇକ ଧନିକ। କ୍ୱେଶ୍ଚନ୍ ନମ୍ବର 6, ପଠନୀୟ। ପଠନୀୟ ଶବ୍ଦ ଗଠନରେ କେଉଁଠି ଠିକ୍? ପଠନୀୟ ଶବ୍ଦ ଗଠନରେ କେଉଁଠି ଠିକ୍? ଅପସନ୍ ଏ ପଠ ପ୍ଲସ୍ ନିୟ, ଅପସନ୍ ବି ପଠନ ପ୍ଲସ୍ ଇୟ, ଅପସନ୍ ସି ପଠନ ପ୍ଲସ୍ ଅନିୟ, ଅପସନ୍ ଡି ପଠ ପ୍ଲସ୍ ଅନିୟ। ତେବେ ଏହାର ସଠିକ୍ ଉତ୍ତର ହେଉଛି ପଠ ପ୍ଲସ୍ ଅନିୟ। ପଠ ପ୍ଲସ୍ ଅନିୟ ହେଉଛି ସଠିକ୍ ଉତ୍ତର। ପାଠନୀୟ ଶବ୍ଦ ଗଠନରେ ପଠ ପ୍ଲସ୍ ଅନି ପଠନୀୟ ହୋଇଥାଏ। 7 ନମ୍ବର କ୍ୱେଶ୍ଚନ୍, ପାଠ ପ୍ଲସ୍ ଉଆ ଇଜ୍ ଇକ୍ୱାଲ୍ ଟୁ ପାଠୁଆ। ପାଠ ପ୍ଲସ୍ ଉଆ ଇଜ୍ ଇକ୍ୱାଲ୍ ଟୁ ପାଠୁଆ। ଏଥିରେ ଉଆ ପ୍ରତ୍ୟୟ କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଉଆ ପ୍ରତ୍ୟୟ କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଅଛି ଅର୍ଥରେ, ସଦୃଶ ଅର୍ଥରେ, ବୃତ୍ତି ଅର୍ଥରେ, ସମ୍ପର୍କ ଅର୍ଥରେ। ତାର ସଠିକ୍ ଉତ୍ତର ହେଉଛି ଉଆ ପ୍ରତ୍ୟୟଟି ଅଛି ଅର୍ଥରେ ବ୍ୟବହୃତ ହୋଇଛି। ଅପସନ୍ ଏ ସଠିକ୍ ଉତ୍ତର। କ୍ୱେଶ୍ଚନ୍ ନମ୍ବର 8, କେଉଁଠି ତଦ୍ଧିତ? କେଉଁଠି ତଦ୍ଧିତ ଶବ୍ଦ? ଜ୍ଞାନ, ବିଜ୍ଞାନ, ଅଜ୍ଞାନ, ବୈଜ୍ଞାନିକ। ତେବେ ଏହାର ସଠିକ୍ ଉତ୍ତର ହେଉଛି ବିଜ୍ଞାନ। ବିଜ୍ଞାନ ସଠିକ୍ ଉତ୍ତର। ଅପସନ୍ ବି ବିଜ୍ଞାନ। ବିଜ୍ଞାନ ହେଉଛି ତଦ୍ଧିତ ଶବ୍ଦ। କ୍ୱେଶ୍ଚନ୍ ନମ୍ବର 9, ପୂର୍ଣ୍ଣ ଏହି ଶବ୍ଦର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ପୂର୍ଣ୍ଣ ଏହି ଶବ୍ଦର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ଅପସନ୍ ଏ ପରସ୍ଵ ପୁରରେ ହଳନ୍ତ ପୁର ପ୍ଲସ୍ ତ, ଅପସନ୍ ବି ପର ଦୀର୍ଘ ପୁରରେ ହଳନ୍ତ ପ୍ଲସ୍ ତ, ଅପସନ୍ ସି ପର ଦୀର୍ଘ ପୁରରେ ହଳନ୍ତ ପ୍ଲସ୍ ନ, ଅପସନ୍ ଡି ପର ଦୀର୍ଘ ପୁରରେ ହଳନ୍ତ ପ୍ଲସ୍ ମୁଦ୍ରିଣ। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ପରସ୍ଵ ପୁରରେ ହଳନ୍ତ ପ୍ଲସ୍ ତ। ପୂର୍ଣ୍ଣ କୃତ ହୋଇଯିବ ତାର ସଠିକ୍ ଉତ୍ତର। ନେକ୍ସଟ କ୍ୱେଶ୍ଚନ୍ ଯିବା। 10 ନମ୍ବର କ୍ୱେଶ୍ଚନ୍, ପିଠିରେ ପଡ଼ିବା। ପିଠିରେ ପଡ଼ିବା କେଉଁ ଅର୍ଥକୁ ପ୍ରକାଶ କରୁଛି? ପାଖରେ ଠିଆ ହେବା, ପିଠି ପାଖରେ ଠିଆ ହେବା, ପିଠିରେ ଦାଉଁ ଦାଉଁ କରି ବସାଇବା, ସାହାଯ୍ୟ କରିବା। ତେବେ ଏହାର ସଠିକ୍ ଉତ୍ତର ହେଉଛି ସାହାଯ୍ୟ କରିବା। ପିଠିରେ ପଡ଼ିବାର ଅର୍ଥ ହେଉଛି ସାହାଯ୍ୟ କରିବା।
11 नंबर क्वेश्चन ମାଙ୍କଡ ହାତରେ ଶାଳଗ୍ରାମ। ମାଙ୍କଡ ହାତରେ ଶାଳଗ୍ରାମ କେଉଁ ଅର୍ଥଟି ପ୍ରକାଶ କରୁଛି? ଅପସନ ଏ ଅଯୋଗ୍ୟ ହାତରେ ଦାୟିତ୍ୱ, ଅପସନ ବି ମାଙ୍କଡକୁ ଶାଳଗ୍ରାମ ଦେବା, ଅପସନ ସି ମାଙ୍କଡକୁ ଆଣି ଶାଳଗ୍ରାମ ସେବା କରାଇବା, ଅପସନ ଡି ମାଙ୍କଡକୁ ଶାଳଗ୍ରାମ ଫିଙ୍ଗିବା। ତେବେ ଏହାର ସଠିକ ଉତ୍ତର ହେଉଛି ଅଯୋଗ୍ୟ ହାତରେ ଦାୟିତ୍ୱ। ଅପସନ ଏ ସଠିକ ଉତ୍ତର, ଅଯୋଗ୍ୟ ହାତରେ ଦାୟିତ୍ୱ ହେଉଛି ସଠିକ ଉତ୍ତର। 12 ନମ୍ବର କ୍ୱେଶ୍ଚନ ହାତ ବାରସି ଏହା କେଉଁ ଅର୍ଥରେ ବ୍ୟବହୃତ? ହାତ ବାରସି ଏହା କେଉଁ ଅର୍ଥରେ ବ୍ୟବହୃତ? ଅପସନ ଏ ବଲ କରା, ଅପସନ ବି ହାତରେ ବାରସି, ଅପସନ ସି ହାତରେ ଥିବା ବାରସି, ଅପସନ ଡି ହାତ ପାଇଁ ବାରସି। ତେବେ ଏହାର ସଠିକ ଉତ୍ତର ହେଉଛି ଅପସନ ଏ ବଲ କରା। ହାତ ବାରସିର ଅର୍ଥ ହେଉଛି ବଲ କରା। 13 ନମ୍ବର କ୍ୱେଶ୍ଚନ ମନ୍ଦିରର ଡେସ୍ ଆକାଶେ ହସେ। ମନ୍ଦିରର ଡେସ୍ ଆକାଶେ ହସେ। ଅପସନ ଏ ଚୂଡା, ଅପସନ ବି ଚରେ ଦୀର୍ଘ ଡରକାରଡା, ଅପସନ ସି ଦଧିନଉତି, ଅପସନ ଡି ଅଗ୍ରଭାଗ। ତେବେ ଏହାର ସଠିକ ଉତ୍ତର ହେଉଛି ଚୂଡା, ଚରେ ଦୀର୍ଘ ଚୂଡା। ଅପସନ ବି ହେଉଛି ସଠିକ ଉତ୍ତର। ମନ୍ଦିରର ଚୂଡା ଆକାଶେ ହସେ। 14 ନମ୍ବର କ୍ୱେଶ୍ଚନ ଈଶ ଦୀର୍ଘଇ ତାଲବେଶ ଏହା କେଉଁ ଅର୍ଥରେ ବ୍ୟବହୃତ? ଦୀର୍ଘଇ ତାଲବେଶ ଈଶ ଏହା କେଉଁ ଅର୍ଥରେ ବ୍ୟବହୃତ? ଅପସନ ଏ ଲଙ୍ଗଳ ଦଣ୍ଡ, ଅପସନ ବି ଈଶ୍ୱର, ଅପସନ ସି ଇଚ୍ଛା, ଅପସନ ଡି ଦଣ୍ଡଯୁକ୍ତ। ତେବେ ଏହାର ସଠିକ ଉତ୍ତର ହେଉଛି ଈଶ୍ୱର। ଈଶ୍ୱର ଅପସନ ବି ହେଉଛି ସଠିକ ଉତ୍ତର। ଈଶ ଦୀର୍ଘଇ ତାଲବେଶ ଈଶ ଈଶ୍ୱରଙ୍କ ଅର୍ଥରେ ବ୍ୟବହୃତ ହୋଇଥାଏ। 15 ନମ୍ବର କ୍ୱେଶ୍ଚନ ଲାଷ୍ଟ କ୍ୱେଶ୍ଚନ ଆନନ୍ଦ ଏହି ଶବ୍ଦର ବିପରୀତ ଶବ୍ଦଟି କଣ ହେବ? ଆନନ୍ଦ ଏହି ଶବ୍ଦର ବିପରୀତ ଶବ୍ଦଟି କଣ ହେବ? ଅପସନ ଏ ନିରାନନ୍ଦ, ଆନନ୍ଦ, ଅପସନ ବି ସୁଖ, ଅପସନ ସି ଅଦୁଃଖ, ଅପସନ ଡି ଦୁଃଖ। ସଠିକ ଉତ୍ତର ହେଉଛି ନିରାନନ୍ଦ, ଅପସନ ଏ ଆନନ୍ଦର ବିପରୀତ ଶବ୍ଦ ନିରାନନ୍ଦ। ଧନ୍ୟବାଦ। ଆଜି ପାଇଁ ଏତିକି। ଆମେ ଆଜି ଓଡ଼ିଆର ଟପ୍ 15 କ୍ୱେଶ୍ଚନ ଡିସ୍କସନ୍ କଲୁ, ଯାହାକି ଆମର କ୍ଲାସ୍ 3 ଥିଲା। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥିବ ତେବେ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜଣାନ୍ତୁ ଭିଡ଼ିଓଟି କେମିତି ଲାଗିଲା। ଧନ୍ୟବାଦ।